हेलो फ्रेंड, शुभ सकाळ। सकाळୁ सकाळୁ ମୁଁ ଆଜି ଆମ୍ବ ବିଛୁଥିବା ସମୟରେ ଜଣେ ଭାଇ ଆସିକି ଆମ୍ବ ନେଲେ। ଇଏ ହଉଛନ୍ତି ଆଉ ଜଣେ ଭାଇ ଆସିକି ପହଞ୍ଚନ୍ତି ସେ ଚାରା ଗଛ ନେବେ, ତେଣୁ ମୁଁ ତାକୁ ଦଉଛି। ତେବେ ଆଜି ହଉଛି ପବିତ୍ର ରଥଯାତ୍ରା। ଏ ଅବସରରେ ଆପଣ ସମସ୍ତଙ୍କର ହାର୍ଦ୍ଦିକ ଅଭିନନ୍ଦନ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ବଡ଼ଦାଣ୍ଡରେ ଆଜି ଆବିର୍ଭାବ ହୋଇଛନ୍ତି, ତେଣୁ ଯାଇକି ଆପଣ ଟିକେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେଣୁ ଏ ଅବସରରେ ମୁଁ ମୋର ସକାଳ କହୁଛି, ତେଣୁ ଏତେ ବିଜି ଭିତରେ ମତେ ବି ଟିକେ ପର୍ଯ୍ୟନ୍ତ ବି କରିନାହିଁ, ସମୟ ପାଇନାହିଁ। କାହିଁକି ନା କାଲି କାମ ସରିଲା, ରଙ୍ଗ କାମ। ସେ ରଙ୍ଗ କାମ କାଲି ସରିବା ଭିତରେ ଆଜି ସବୁଆଡେ ସଫାସୁଫି ଆଉ କୋଉଠି କୋଉ ଜିନିଷ ରହିଲା ଏସବୁ କାମରେ ବି ଟିକେ ସକାଳୁ ସକାଳୁ ବ୍ୟସ୍ତ ରହିଗଲି। ତାପରେ ଆମର ଭାଲୁକକା ପହଞ୍ଚିଲେ, ସିଏ ଆମ୍ବ ବିଛେଇଲେ। ଏବେ ସିଏ ବି ଆମ୍ବ ବିଛା ଚାଲୁ ରହିଛି। ପୁଣି ଜଣେ ଭାଇ ଆସିଲେ, ଆମ୍ବ ନେଲେ। ଆଉ ତାପରେ ଇଏ ଦୁଇ ଜଣ ପହଞ୍ଚିଛନ୍ତି। ଇଏ ଆମର ପାଖ, ଏଇଠି ପାଖରେ। କାଲି ସିଏ ଫୋନ କରିଥିଲେ ଚାରା ନେବା ପାଇଁ। ଆଉ ସିଏ ଯାହା ହଉ ପହଞ୍ଚିଲେ, ମୁଁ ତାଙ୍କୁ ଏବେ ଚାରା ଦେଖେଇବି ଆଉ ଚାରା ବି ନେବେ ସିଏ। ଆଉ ସେ ଏବେ ବାଡି ଗୁଡାକ ଟିକେ ବୁଲିକି ଦେଖିବେ କଣ କେମିତି ଗଛ ସବୁ ଅଛି। ଆସ, ପୁରା ହେଲ୍ଦି ଗ୍ରୋଥ ବଢିଆ ଅଛି, ବ୍ରାଞ୍ଚ ବି ବହୁତ ଭଲ ଅଛି। ମୁଁ ଏ କୋଳି ଉପରେ ଖୁବ ଶୀଘ୍ର ଗୋଟେ ଭିଡିଓ ନିଶ୍ଚିତ ପକେଇବି। ଯୋଉ ମାନେ ଆମର କୋଳି ଗଛ ଲଗେଇଛନ୍ତି ଭାଇ ମାନେ, ଯୋଉ ଚାଷୀ ଭାଇ ମାନେ କୋଳି ଚାଷ କରୁଛନ୍ତି, ଦେଖନ୍ତୁ ମୋର ଗଛ ଗୁଡିକ କେମିତି ଗ୍ରୋ କରିଛି। ମୁଁ ଆର ସମ୍ପୂର୍ଣ୍ଣ ଭିଡିଓ ଗୋଟେ ଖୁବ ଶୀଘ୍ର ପକଉଛି। ଯେ ଆମର ଜୁଲାଇ ଅଗଷ୍ଟ ମାସରେ କି ଟ୍ରିଟମେଣ୍ଟ ଆମେ କୋଳିର କରିବା, ଦେଲେ ଭରପୁର ଫଳ ରହିବ। ଆମେ ଆସ୍ପେକ୍ଟ ଠାରୁ ଅଧିକ ଉତ୍ପାଦନ କେମିତି ହେଇପାରିବ, ସେଇ ଉପରେ ମୁଁ ଭିଡିଓଟି ବନେଇବି। ଦେଖନ୍ତୁ ଏବେ ମୁଁ ତାଙ୍କୁ ଚାରା ଦେଖୁଛି। ଚାରା ଦେଖିବା ପୂର୍ବରୁ ସେ ଟିକେ ମୋର ଗଛ ଗୁଡାକ ତ ଦେଖିଲେ, ଏଟା ତ ପୁରୁଣା ବାଡିଟା। ଏବେ ଦେଖ, ଏଇଟା ଗୋଟେ ବାରମାସୀ ନାଡି। ଆର କଲମ ବି କରିକି ମୁଁ ବିକୁଛି। ଗୋଟେ ରାଉଣ୍ଡ ଏଇ 15 ଦିନ ପୂର୍ବରୁ ଏ ନାଡି ବିକ୍ରି ହେଇଥିଲା। ମାନେ ଏଇ ଗଛଟାରେ ମୁଁ 20-25 କେଜି ରକମ ବିକିଲିଣି। ଏବେ ଏବେ ସେକେଣ୍ଡ ରାଉଣ୍ଡ ଗୋଟେ ଚାଲିଛି। ତେଣୁ ଏଇଟା ଯୋଉ ଆ ପୂର୍ବରୁ ଯେ ହେଇଥିଲା ଆଉ ଟିକେ ଲମ୍ବା ଥିଲା, ଆଉ ପୁରା ଭର୍ତ୍ତି ଥିଲା। ଏବେ ଟିକେ ସାଇଜ ଟିକେ ସାନ ଆସିଛି, ଆଉ ଟିକେ ପତଳା ରହିଛି, ନହେଲେ ପୁରା ଭର୍ତ୍ତି ଥିଲା। এইটাই ଦେଖ, ଆସ, ଏଇଟା ନୂଆ ଗଛର ପ୍ରଥମ ଧରିଛି। ଫଗୁଣ ମାସ ଗଛ ଲଗେଇଥିଲି, କେତିକି ନାଡିଟା। এটা ଫଗୁଣ ମାସ ଲଗେଇଥିଲି ଗଛଟା, ମାଘ ଫଗୁଣରେ ଲଗେଇଥିଲି, ମାନେ ଜାନୁଆରୀରେ ଲଗାଇଥିଲା। ଏଟା ନିଜେ କଲମୀ କରିକି ଲଗଉଛି। ପାଳ ଗଛଟା ସବୁ ପ୍ରକାର ଅଛି ମୋ ପାଖରେ। ପାଳ, ସେପଟେ ହଳଦୀ। ଆଉ ମୋ ଚ୍ୟାନେଲ ଆଜି ସବସ୍କ୍ରାଇବ କରିବେ, ଦେଖିବେ ମୋ ଭିଡିଓ। ମୁଁ ଦେଖୁଥିଲି ଆପଣ ନମ୍ବରଟା, ମୁଁ ଜାଣେ, ଦେଖୁଛି ସାର୍। ଦେଖୁଛ ତ? ଆଜ୍ଞା। ସବସ୍କ୍ରାଇବ କରିଛ ନା ନାହିଁ? ହଁ, ସବସ୍କ୍ରାଇବ କରି ନିହାତି ସାରଙ୍କର ମୁଁ ଦେଖୁଛି। ଏଇଟା ଏବେ ଏଇ ବର୍ଷର ଗଛ। ଭାଇ ଦୋକାନ ପାଖରେ ଯୋଉ ନମ୍ବରଟା ନେଇଥିଲି, ଆଉ ମୁଁ ଗୋଟେ ଆଣିକି ଲଗେଇଥିଲି ନଡିଆ ଗଛଟା, ସେଟା ଗ୍ରୋଥ କରୁନାହିଁ। ମୁଁ ଆପଣଙ୍କୁ ପଚାରୁଥିଲି ସେ ବାବଦରେ, ବୁଝିଲେ। এইগুলা ଦେଖ, ଏଇ ବର୍ଷର ଗଛ। ମୋ ପାଖରୁ ଯେଉଁମାନେ ଚାରା ବି ନେଇଛନ୍ତି, ଏଇ ସାଇଜରେ ଗଛ ସେମାନଙ୍କର କେହି କରିପାରିନାହାନ୍ତି। ମୁଁ ସମସ୍ତେ ଯେଉଁମାନେ ଚାରା ନେଇଛନ୍ତି ଲୋକାଲରେ, ମୁଁ ସେମାନଙ୍କ ପାଖରେ ଯାଇକି ତାଙ୍କ ଚାରା ଗୁଡାକ ଦେଖେ, ଟ୍ରିଟମେଣ୍ଟ ବି ଟିକେ ବତାଏ। ତେଣୁ ଟିକେ ଗଛରେ ଲାଗିଲେ ଗଛ ଠିକ ଗ୍ରୋଥ ହବ। ଆଉ ଗଛ ସହିତ ଯଦି ଆତ୍ମୀୟତା ନ ରହିବ, ଆପଣ ଯେତେ ଗଛ ଲଗେଇଦେଲେ, ଯେତେ ଚାଷ କରିଦେଲେ, ସେ ଚାଷ ଫ୍ରୁଟଫୁଲ ହବନି। ନିଶ୍ଚୟ ନା, ଟିକେ ସମୟ ଦେଇକି ତା ପଛରେ ଲାଗିତେ ପଡିବ। କେୟାର ନେଲେ ଟିକେ ଯେମିତି ଦେଖେଇଲେ ନା ସାର୍, ସେଇ ପୋଜିସନକୁ ଆସିଗଲେ ଆପଣ ଟିକେ ରିଲାକ୍ସ ହେଇଯିବେ। এইଠି ଗଛ ତ ଅଳ୍ପ କିଛି ଅଛି, ଯାର ସବୁ ବିକ୍ରି ଅଛି। ଏଗୁଡା ନୁହେଁ, ଏଗୁଡା ହଉଛି କଲମୀ ହବ। ନିଜେ କଲମୀ କରିମି, ତାକୁ ରଖିଛି। ଏଟା ଦେଶୀଟା। ହଁ, ତା ପତ୍ରରୁ ମୁଁ ଜାଣିପାରୁଛି। ହଁ, ଏଟା ହଉଛି ଦେଶୀ ନୁହେଁ, ଏଇ କୋଳିର ମଞ୍ଜିର ଗଛ, ମଞ୍ଜିର ଗଛ, କିନ୍ତୁ ତାକୁ କଲମୀ ଏବେ ବନ୍ଧାଯିବ। ତାର ସମୟ ଏବେ ହେଇଯାଇଛି। ମୁଁ ଖାଲି ଟିକେ ଏଇ ଘର ରଙ୍ଗ ହଉଥିଲା, ସେଥିପାଇଁ ସମୟ ନାହିଁ। ଏ ଆମ୍ବ ସବୁ ଟାଙ୍କୁ ପକେଇକି ଗଛ କରିଛି, ଜୁଆରି ଗୁଡାକ, ସେଗୁଡା ସବୁ କଲମୀ ହବ। ଆଉ ଟାଙ୍କୁରୁ ଆଉ ଏଇଗୁଡାକ ଆଉ କିଛି କଲମୀ ଅଛି। ଆଉ ଆମ୍ବ 2ଟି ଆଉ ଅଛି। ଗୋଟେ ଆମ୍ବ ଖୋଲୁଛି, ଦେଖ। ଏଇ ଯୋଉ ଚାରା ଗଛ ଗୁଡା କହିଛି, ଏଟା ଏବେ ଆଉ 8 ଦିନ ଭିତରେ ଆକୁ ଡାଳ ବନ୍ଧାଯିବ। ଏଇଟା ଗୋଟେ, ଏଇଟା ନବ, ଦେଖ।
ଏଇଟା ସାର୍ ନବା ଟିକେ ମୂଳଟା ଭଲ ଲାଗୁଛି ଟିକେ ଷ୍ଟ୍ରଙ୍ଗ ବି ସେଇ ଅଛି। ଆମ୍ବଟା କେମିତି ମାନେ କୋଉ ସାଇଜ ଆମ୍ବ ଯେମିତି ଆମ୍ବ ତ ବଡ ସାଇଜ କିନ୍ତୁ ଏ ବର୍ଷ ମୋର ସାନ ହେଇଛି। ଆମ୍ବର ୱେଟ ଆସିବ ସେଇ 200 ଗ୍ରାମ 200 ଗ୍ରାମ ମିନିମମ୍ ଆଉ। ଆଉ ଇଏ ହଉଛି ଆମ୍ବ ଆମ୍ବ୍ରପଲ୍ଲୀ ଆମ୍ବ। ଏଇ ସାଇଜ ଆମ୍ବ ନା ଏଟା ସାନ ହେଇକି ଏ ବର୍ଷ ପ୍ରବଳ ହେଇଛି। ଅଧିକ ପରିମାଣ କଲେ ଆଉ ତାର ସବୁ କରୁଛନ୍ତି। ମୁଁ କିଛି କହିବାକୁ ଚାହୁଁଛି ଆପଣ ଯୋଉ କହୁଛନ୍ତି ଯେତେବେଳେ କହୁଛନ୍ତି ମାନେ ଗୋଟେ ଜିନିଷ ମାର୍କେଟ କିଛି ବାହାରିବାକୁ ଏସବୁ ଜିନିଷ ଆଗେ ବାହାରିଲେ ବହୁତ ଭଲ ହୁଅନ୍ତା। ନା ଆଗେ ଆଉ କେମିତି ବାହାର କରିବ ଆମ୍ବ ତ ଆମ୍ବ ତାର ଯେ ସମୟରେ ବଉଳ ହବ ଆଉ ସିଏ କେମିକାଲ ମାରିକି ମାର୍କେଟକୁ ଛାଡିବାର ଅସୁବିଧା କିଛି ଆମେ ସେଗୁଡାକ କରିପାରିବାନି। ନା ନା ବର୍ତ୍ତମାନ ତ ଏଇ ଲେଟ୍ ଭେରାଇଟି ହେଲା ବର୍ତ୍ତମାନ ତ ବଢିଆ ରେଟ୍ ଆମ୍ବ ବର୍ତ୍ତମାନ ମୁଁ 50 ଟଙ୍କା ରେଟରେ ବିକୁଛି ଅସୁବିଧା କିଛି ନାହିଁ। ମୁଁ ଆମ୍ବ ମୋର ପାଚିଲା ଆମ୍ବ ବାହାରିଛି ମୁଁ ବିକ୍ରି ଚାଲିଛି ମେ 21 ଆଜି ଜୁଲାଇ ହେଲାଣି ଆଜି 7 ତେଣୁ ଆହୁରି ବି 15 ଦିନ ଚାଲିବ ଆହୁରି 15 ଦିନ ବି ରହିବ କାହିଁକି ନା ଏଇ ଯେ ଆମ୍ବଟା ମୁଁ ସାର୍ ଦେଖୁଛି ଏଇ ଆମ୍ବଟା ପାଚିଲାକୁ ଆହୁରି ତେଣୁ ବର୍ତ୍ତମାନ 50-60 ମୁଁ ଯଦି ବିକନ୍ତି ବି 60 ଲେଖା ବିକନ୍ତି ଯଦି ହାଟ କି ଆଉ କେଠି ମୁଁ କୁଆଡେ ଯାଇନି ଘର ପାଖରେ ଆସିକି ମୋର ଲୋକ ଆଉ କୁଳି ଚାରା ଯଦି ନେବେ ଦେଖନ୍ତୁ ଏଇଟା ଗୋଟେ ଅଛି ଭଲଟେ ଆଉ ତାଠୁ ଭଲ ଆମେ ତ ଆପଣ ଯାହା ଶୁଣ ଏଇଟା ଯୋଉ ଏଇଠୁ ବନ୍ଧା ହେଇଛି ଏତିକି ଯେନ୍ ଡାଳଟା ଏଇଠି ଏତିକି ପୁତିବାକୁ ପଡିବ ନା ଏଇଠୁ ଏତିକି ବନ୍ଧା ହେଇଛି ଏ ଦେଖୁଛ ଏଇ କୁଆ ଗୁଡାକ ତାର ବାହାରିଛି ଯୋଉ ସେଗୁଡାକ ସେଇ କୁଆ ଗୁଡାକ ଡେଭଲପ ହେଲେ ଠିକ କିନ୍ତୁ ଏଇ ଯୋଉ ଦିଟା କୁଆ ବାହାରିଛି ଏଗୁଡା ହଉଛି ମଞ୍ଜିର କୁଆ ହେଲା ମଞ୍ଜି ଗଛର କୁଆ ଏଗୁଡାକୁ ରଖିବେନି ଏଇଟା ସାର୍ ଲଗେଇବା ବେଳକୁ କେତିକି ସାର୍ ପୁତିବାକୁ ପଡିବ ଏତିକି ଯାଏ ପୁତିବେ ଜେରକ ଅଛି ସେରକ ରଖିବେ ଜେରକ ଅଛି ସେମିତି ଆଉ ଏଇ ଗଛଟା ଯେମିତି ଠିକ ଅଛି ତା ସେଇ ଲେବୁଲ ମାଟି ଲେବୁଲ ସେମ୍ କରିକି ରହିଲେ ଠିକ ରହିବ। ଆଉ ଏଇଟାକୁ ଖତ ସାର ଦେବେ ଏଇଠୁ ଏତିକିରୁ ଯେ କୁଆଟା ବାହାରିବ ସେ କୁଆକୁ ମୁଟେ ରଖିବେନି ଯଦି ରଖିବେ ଏ ଗଛ ଗଲା ଜାଣତା କାହିଁକିନା ସିଏ ବେଶୀ ଏଇଠି ପାଖରୁ କଲମି ଏଇଠି ପାଖରୁ ଏଇଟା ଆପଣ ଯୋଡିଛନ୍ତି ଯେ ଏଇଟା ତାର ମୂଳ ଏଇଟା ମୂଳ ଗଛ ଏଇଟା ଏଇ ଡାଳଟା ବି ସେଇ ମଞ୍ଜିର କିନ୍ତୁ ତଳ ପଟେ ଯେଟା ଯୋଡା ହେଇଛି ସେଇଟା ହଉଛି କଲମିଟା ତେଣୁ ସେଇଠୁ ଯେଟା ବାହାରିଛି ଏଟା ବାହାରିଛି ଏଟା ତ ଡେଭଲପ ହେଇଛି ତେଣୁ ସେତିକି ରଖିବେ ମାନେ ଯେତିକି ପିଲ ବର୍ତ୍ତମାନ ଅଛି ସେତିକି ପିଲ ରଖିବେ ଆଉ କୌଣସି ପିଲ ରଖିବେ ନାହିଁ ହେଲା ଆଉ ଜରିଟାକୁ ଫିଟେଇବେ ଲଗେଇ ସାରିବାର କିଛି ଦିନ ପରେ ଜରିଟାକୁ ଫିଟେଇଦେବେ କାହିଁକିନା ଏଠି ଦାଗ ହେଇଯିବ ତାକୁ ଫିଟେଇ ଦେବେ ହେଲା ମୁଁ ବର୍ତ୍ତମାନ ଫିଟଉ ନାହିଁ ତାକୁ ଲଗେଇ ସାରିଲା ପରେ ସରୁ ବ୍ଲେଡ ଧରିକି ଟିକେ ଜରିଟା କାଟିଦେବେ ଯଦି ଡେଭଲପ ହେଇଯିବ ଏତିକି ମୁଟା ହେଇଯାଇ ପାରିବ ଜାନୁଆରୀ ବେଳକୁ ଜାନୁଆରୀ ବଳ ଆସିବ ନା ତେଣୁ ରଖିବେ ଗୋଟେ ପେନ୍ଥା ଆଉ ଯଦି ମାନେ ଗ୍ରୋଥ ନ ହବ ଲୁଗା ହବ ଟିକେ ପାଣି ନିଗିଡା ଜାଗାରେ ଲଗେଇବେ ଆକୁ ଆଉ ଲେଟ୍ କରିବେନି ଲଗେଇଦେବେ ମାନେ ଏଇଟା ଦେଖୁଛନ୍ତି ନା ତାର ମୂଳ ଗଛ ହଉଛି ଏଇଟା ହେଲା ଏଇ ଡାଳଟାକୁ ମୁଁ ଏଇଠୁ ପାଖରୁ ଯୋଡିଛି ଜଏଣ୍ଟ ତାର ହେଇଯାଇଛି ସବୁ ଖୋଲି ଦେଇଛି କାହିଁକିନା ଦାଗ ହେଇଯାଇଥିଲା ଏଟା ସବୁ ଘାଇ ହେଇଯାଇଥିଲା ଏଟା ଲଗେଇବେ ଫୁଲ ହେଇଥିବ ନେଇକି ଲଗେଇବେ ଦେଖୁଛ ନା ଗୋଟେ ଛିଆ ବିକି ସାଇଲିଣି 20 କିଲୋ ମୋ ପାଣି ଦେଇଦେନି ତାର କଲମୀ ହବ ସେ କଲମୀ ଗୁଡାକ ବି ବିକ୍ରି ପାଇଁ ଲୋକ ଯୋଜନା ଭିତରେ ଅଛନ୍ତି ନବା ନେବି ଆଉ ଯଦି ମଞ୍ଜି ଚାରା ନେବେ ଇଏ ଗୋଟେ ଅଛି ମଞ୍ଜି ଚାରା ଏଇଟା ଗୋଟେ ରହିଛି ସେଠି 4-5ଟା ହେଇଛି ଆଉ ମଞ୍ଜି ଚାରା ନବ ସେ ସାର୍ କଲମୀ କରନ୍ତୁ ସେ ଚାରା ବାହାରୁ ନେଇକି ଆଗେ ଆମେ ଗଛଟା କେୟାର ନେଇ ନାଡି ଏଇଠି ଅଛି ଖାଲି ବିକତି କୋଳିଟା ଦେଖି ମାଛଟା ଆମ୍ବ 1.5 ମାସ ହେଲାଣି ବିକ୍ରି ଆମ୍ବ ଟିକେ ଡିମାଣ୍ଡ ରହିଲାନି ତ ଗଛ ଲଗେଇବା କେମିତି କେତେ ଗାତ କରାଯିବ କେମିତି ଗାତଟାକୁ ତାଡିବେ ମିନିମମ୍ 1.5 ହାତ ତା ଭିତରେ ହଁ ଠିକ ଅଛି ତାଡି ଦେଇଛ ତ ପୁଡି ଦେଇଛ ତାନେ ରେଡି ଯଦି ଅଛି ଟିକେ ଉଚ୍ଚାକି ଲଗେଇବ ପାଣି ନିଗିଡା ହବ ହେଲା ବର୍ତ୍ତମାନ ପାଣି ନିଗିଡା ରହିବ ଟିକେ ବର୍ଷା ବେଳକୁ ଯେମିତିକା ତା ଦେହର 8 ଦିନ 10 ଦିନ ଥରେ ଟିକେ ବର୍ଷା ଛାଡିଗଲା ବେଳକୁ ପାଣି ମାର୍ଗଶିର ପୁଷ ମାସ ବେଳକୁ ଉଇ ଲାଗିବେ ତ ଉଇ ଯଦି ଫଲଡର ପାଉଡର ପାଇବ ଟିକେ ଚିନି ଦେଇକି ଖତ ଗୁଳେଇ ଦବ ଆଉ ଟିକେ ଫଲଡର ପାଉଡର ଦବ ଆଉ ଡିଏପି ଟିକେ ଦେଇକି ଲଗେଇବ ପଟାସ ଏଇ କୋଟିଏ ଟଙ୍କା ପାଖରେ ମିଳିବ ପିପିଡି ଉଇ ସେଗୁଡାକ ଟିକେ ଲାଗିବ ମିକ୍ସ କରିକି ଗୋଳେଇ ଦେଇକି ତାକୁ ଆରାମସେ ମନ୍ଦା ଦେହରେ କରାହେଇଛି ଗଛ ଯାକ ଆଉ ଗୋଟେ ଦେଖିଯାଅ ଆଉ ଗୋଟେ ଜିନିଷ ଦେଖିଯାଅ ଆମ୍ବ ବଉଳ ବର୍ତ୍ତମାନ ବି ଅଛି
ଏଇଟା ସାର୍ এটা পাচিলাଣି ସାର୍ ଏଇଟା ସୁନ୍ଦରିଆ পাচ যাইছে আমটা ସୁନ୍ଦରିଆ এটা হচ্ছে মোর সেই 12 মাসি আমটা ଆଜ୍ଞା ଇଏ ତାର ବର୍ତ୍ତମାନ ବି ବଉଳ ଅଛି ପଶି ବି ହେଇଛି ଚଣା ହେଲାଣି ଇଏ ବି ପାଚିଲାଣି ଏଇ ପାଚିଲା ତେଣୁ ବର୍ଷ ସାରା ପାଇଁ ଇଏ ରୋଟେସନ ରେ ଚାଲିଥାଏ କେବଳ 2-3 ମାସ ଫାଙ୍କା ରୁହେ ନହେଲେ ଇଏ ବର୍ଷ ସାରା ଆମ୍ବ ଦଉଥାଏ ତେବେ ଏବେ ଆମ୍ବ ପାଚିବ 2 ମାସ ପର୍ଯ୍ୟନ୍ତ ଯାହା ହଉ ଗୋଟେ ଦିଟା ଏମିତି ମିଳିବ କାହିଁକିନା ଏଇ ଯୋଉ ବଉଳ ଗୁଡାକ ଅଛି ଏ ଚଣା ସବୁ ବାହାରିଲାଣି ଟ୍ରିଟମେଣ୍ଟ ଟିକେ ମୁଁ ଆପଣମାନଙ୍କୁ କହିଛି ମୋର ଘର କାମ ପାଇଁ ମୁଁ ଟିକେ ବ୍ୟସ୍ତ ରହିଲି ତେଣୁ ଆର ବି ଟ୍ରିଟମେଣ୍ଟ ଟିକେ କମିଗଲା ଯୋଉଥିପାଇଁ ବଉଳ ଗୁଡାକ ବହୁତ କିଛି କଳା ପଡିକି ନଷ୍ଟ ହେଲା ତେବେ ଏଇ କାଲି ପରଦିନ ମୁଁ ଟିକେ ଫଙ୍ଗସ ପାଇଁ ମାରିଥିଲି ଫଙ୍ଗିସାଇଡ୍ ମାରିଥିଲି ଦେଖାଯାଉ ଯଦି ନେକ୍ସଟ ବଉଳ ରହିବ ତେଣୁ ଇଏ ହେଲା ମୋର ଛୁଟିଆ କିଚେନ ଗାର୍ଡେନ ର କଥା ତେଣୁ ଆ ଭିତରେ ମୁଁ ମୋର ଯେତିକି ଜାଣିଛି ଯୋଉମାନେ ମୋର ସବସ୍କ୍ରାଇबर ଅଛନ୍ତି ସେମାନେ ମତେ ସଜେସନ ମାଗନ୍ତି ଗାର୍ଡେନ ବାବଦରେ ବି ବହୁତ ମାଗନ୍ତି ତେଣୁ ତାଙ୍କୁ ମୁଁ ମୋ ଜାଣିବା ଭିତରେ ମୋ ଜ୍ଞାନ ଭିତରେ ମୁଁ ଯାହା ଅଭିଜ୍ଞତା ହାସଲ କରିକି ପାଇଛି ସେଇଥିରୁ ଯାହା ବିତରଣ କରେ ଆଉ ଯୋଉମାନେ ମୋର ପାଖ ପଡିଶା ଯୋଉମାନେ ନେଇଛନ୍ତି ବି ଗଛ ତାଙ୍କ ଗଛର ଟ୍ରିଟମେଣ୍ଟ ମୁଁ ନିଜେ ଯାଇକି ଗଛ ବି ଦେଖେ କଲେ କି ନାହିଁ କାହିଁକି ନା ସେ କେତେ ମନ କରିକି ନେଇଥିବେ ଗଛଟି ହବ ଫଳ ଟିକେ ଖାଇବା କିନ୍ତୁ ଯଦି ସେ ଗଛଟି ଫେଲିୟର ହେଇଯିବ ତାଙ୍କ ମନଟା ବହୁତ ଦୁଃଖ ହବ ସେମାନେ ମତେ ଖରାପ ବି ଭାବିବେ କିନ୍ତୁ ଖରାପ ଭାବିବାର କିଛି ନାହିଁ କାହିଁକିନା ମୁଁ ତ ନିଜେ ଆସିକି ଦେଖୁଛନ୍ତି ମୁଁ କରିପାରିଛି ତେଣୁ ଆପଣମାନଙ୍କୁ ବତେଇଲି ଆପଣମାନେ ଯଦି ସେଇ ହିସାବରେ ନ କରିବେ ମୁଁ ଆଉ କଣ କରିପାରିବି ଗଛ ଗୋଟେ 300 ପର୍ଯ୍ୟନ୍ତ ସେଇଠି ଦିଟା ଅଛି ମୋର ବାଇଗଣ କୋଲି ଗଛ ପୁରା ଆନ୍ଧ୍ରରୁ ଆସିଥିଲା 350 ନେଖା ସେ କମଳାଟା ହାଇ ଦେଖନ୍ତୁ ସେଇ କମଳା ଗୋଟେ ହେଇଛି ବଡ ବଡ ସାଇଜ ହେଇଗଲାଣି ଆଉ ଏ ଫଳ ଗଛ ଲଗେଇଦେବେ ନା ବହୁତ ଶାନ୍ତି କେଣେ ଯିବା ଦରକାର ନାହିଁ ଏଇ 12 ମାସି ଗଛ 2ଟା ଲଗେଇଦେବେ ବର୍ଷ ସାରା ନାଡି ଖାଉଥିବେ ଆହୁରି ଏଇ ଯୋଉ ମୁଁ ବିକିଲି ଏବେ ବର୍ତ୍ତମାନ ମାର୍କେଟ ରେ ଦାମ 120 ଟଙ୍କା ଗୋଟେ ଫଳ ଗଛ ଲଗେଇବା 120 ଟଙ୍କା ମୁଁ 100 ନେଖା ଦେଇପାରିବି ଯଦି 10 କିଲୋ ନାଡି ବାହାରି ପଡିବ ଏଟାର ବର୍ତ୍ତମାନ 7-8 କିଲୋ ବାହାରିବ ହେଲା କି ଆଗ ବେଚଟା ଫାଟିଲା 15 କିଲୋ ବେପାର ନେଇଥିଲେ ତାପରେ ମୁଁ ଘର ଖାଇଥିଲି ତାକୁ କେମିତି ଭାଇ ବନ୍ଧୁକୁ ଦେଇଥିଲି 10-12 ଗୁଣ୍ଠ ଜାଗା ଗୋଟେ ଘେରା ହେଇଛି ଖାଲି ଫଳ ଗଛ ଲଗେଇବା ଗୋଟେ ତାହାନେ ବଢିଆ ହବ ସେଇ କୁଳି ଗଛ ଏଇ ଗୋଟେ ଲଗେଇଲେ ହବନି ଆଉ 2-3ଟା ଖଣ୍ଡେ ଲଗେଇଦେବେ ହେଲା ହଁ 2ଟା କୁଳି ଲଗେଇବେ ଇଏ ଗୋଟେ ଭେରାଇଟି ଗଲା ଆଉ ଗୋଟେ ଭେରାଇଟିର ଲଗେଇବେ ହେଲା କି ଆଉ ତାପରେ କମଳାଟେ ଲେମ୍ବୁ ଗଛଟେ 12 ମାସି ଆମ୍ବ ଗୋଟେ 2ଟା ଭେରାଇଟିର ସବୁ ଗଛ ଲଗେଇଦେବେ ସରିଲା କଥା ବାଡିକି ଯିବେ ମନ ଖୁସି ରହୁଛି ଧନ୍ୟବାଦ ଜୟ ଜଗନ୍ନାଥ।